ଖେଳୁଥିଲି କରି ଧୂଳି ଘର ବନ୍ଧୁ ଆସି କହିଲେ ମୋହର ଚାଲ ଯିବା ତୀର୍ଥଯାତ୍ରା କରି ଆନନ୍ଦ ଧାମରେ ଯହିଁ ହରି ଭ୍ରମିଲଇଁ କେତେ କେତେ ଦେଶ ନ ମିଳିଲା ତାହାଙ୍କ ସନ୍ଦେଶ। କବିତା ତୀର୍ଥଯାତ୍ରା। ପଲ୍ଲୀ କବି ଯେ ପଲ୍ଲୀର ରୂପକାର ନନ୍ଦକିଶୋର ବଳଙ୍କର ଏକ ନିର୍ବାଚିତ କବିତା ତାଙ୍କ ନିର୍ମାଲ୍ୟ କବିତା ପୁସ୍ତକର ପ୍ରଥମ କବିତା ଭାବରେ ଗ୍ରହଣ କରାଯାଏ ତୀର୍ଥଯାତ୍ରା ଏବଂ ଯାହାକୁ ନିଶ୍ଚିତ ଭାବରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଦ୍ୱାଦଶ ଶ୍ରେଣୀ ପାଇଁ ଚୟନ କରାଯାଇଛି MIL ଓଡ଼ିଆ। ବିଶେଷ କରି ନିଶ୍ଚିତ ଭାବରେ ଏହା କୃତଜ୍ଞତା ଜଣାଇବା ଦରକାର ଯେ ପଲ୍ଲୀ କବିଙ୍କର ସାହିତ୍ୟକୁ ସ୍ଥାନିତ କରାଯାଇଛି। ଧନ୍ୟବାଦ। ଆଉ ସେଥିପାଇଁ ପଲ୍ଲୀର ରୂପକାର ପଲ୍ଲୀ କବି ନନ୍ଦକିଶୋର ବଳ ଯାହାଙ୍କ କବିତା ନିଶ୍ଚିତ ଭାବରେ ପଲ୍ଲୀର ଗୁଣଗାନ କରିଛି, ପଲ୍ଲୀର କଥା, ପଲ୍ଲୀର ବ୍ୟଥା, ପଲ୍ଲୀର ଗାଥା ତାଙ୍କ କବିତାରେ ଭରପୁର। ତେବେ ତାଙ୍କ ସମ୍ପର୍କରେ କିଛି କହିବା ପୂର୍ବରୁ ଆସନ୍ତୁ ଆଲୋଚନା କରିବା ତାଙ୍କ ନିର୍ମାଲ୍ୟ କବିତାର ପ୍ରଥମ କବିତା ଯାହାକୁ କୁହାଯାଉଛି ତୀର୍ଥଯାତ୍ରା। ଖେଳୁଥିଲି କରି ଧୂଳି ଘର ବନ୍ଧୁ ଆସି କହିଲେ ମୋହର ଚାଲ ଯିବା ତୀର୍ଥଯାତ୍ରା କରି ଆନନ୍ଦ ଧାମରେ ଯହିଁ ହରି। ନିଶ୍ଚିତ ଭାବରେ କୁହାଯାଇଛି ଖେଳୁଥିଲି ଧୂଳି ଘର। ଯେତେବେଳେ ଏ ସଂସାର ଏକ ଧୂଳି ଘର, ମିଛ ମାୟା ଯେଉଁ କୁହାଯାଉଛି ଏହା ବାଲିଘର ଭଳି କେତେବେଳେ ତୋଳି ହୋଇଯାଏ ଆଉ କେତେବେଳେ ଭୁଷୁଡ଼ି ଯାଏ, କେତେବେଳେ ଧୋଇ ହୋଇଯାଏ ସମୁଦ୍ରର ଏଇ ଯେଉଁ କୁହାଯାଉଛି ଉତ୍ତାଳ ତରଙ୍ଗରେ। ଠିକ୍ ସେଇଭଳି ଭାବରେ ଏଠି କବିଙ୍କର ପ୍ରଥମ ବକ୍ତବ୍ୟ ଏକ ଦର୍ଶନ ଭିତ୍ତିକ କବିତା ଯାହାକୁ କୁହାଯାଉଛି ଆତ୍ମା ଦର୍ଶନ, ଆତ୍ମା ସହିତ ପରମାତ୍ମାର ମିଳନ। ଏହା କବିଙ୍କର ଯେଉଁ ଏକ ଆଧ୍ୟାତ୍ମିକ ଉତ୍ତରଣ ଘଟିଛି ତାଙ୍କ ଜୀବନରେ। ଯେଉଁଭଳି ଭାବରେ ଆମେ କହୁଥିଲେ ଭାଗବତରେ ମୋ ପ୍ରଭୁ ଅଛି ମୋହ ପାଶେ ମୁହିଁ ନ ଦେଖେ ମୋହ ବସେ, କିମ୍ବା ଗୋପବନ୍ଧୁଙ୍କ ପରି ଯେ ଆତ୍ମସନ୍ଦର୍ଶନ କରି କହିଥିଲେ ନିଜ ଅଭ୍ୟନ୍ତର ଦେଖ ଫେରିଣ ନୟନ ଦୂର ଦେବାଳୟ ଯିବା ନାହିଁ ପ୍ରୟୋଜନ। କିନ୍ତୁ ତୀର୍ଥଯାତ୍ରା କରିବା ପାଇଁ ବନ୍ଧୁ ପ୍ରବର୍ତ୍ତାଉଛନ୍ତି ପଲ୍ଲୀ କବିଙ୍କୁ। ସେ କହିଲେ ଆନନ୍ଦ ଧାମରେ ଯେଉଁଠି ହରି ଅଛନ୍ତି ଆମେ ସେଇଠିକି ଯିବା। ଆନନ୍ଦ ଧାମ, ନିତ୍ୟ ଗୋଲକ ଧାମ, ନିତ୍ୟ ବୈକୁଣ୍ଠ, ଯେଉଁଠି କେବେ ବିଷାଦ ନାହିଁ, ସେଇ ଆନନ୍ଦ ଧାମକୁ ତୀର୍ଥଯାତ୍ରା କରି ଯିବା ପାଇଁ ବନ୍ଧୁ ତାଙ୍କୁ ପ୍ରୋତ୍ସାହନ ଦେଉଛନ୍ତି। ଏହି ପଦରେ କୁହାଯାଇଛି। ପୁନଶ୍ଚ କୁହାଯାଇଛି ଭ୍ରମିଲଇଁ କେତେ କେତେ ଦେଶ ନ ମିଳିଲା ତାହାଙ୍କ ସନ୍ଦେଶ। ଜଡ଼ ପ୍ରାଣୀ ଉଦ୍ଭିଦ ଜଗତେ ଲୋଡ଼ିଲି ମୁଁ ତାଙ୍କୁ କେତେ କେତେ। ବିଚିତ୍ର ଲାବଣ୍ୟମୟ ଧରା ଚିର ନବ ଋତୁ ପରମ୍ପରା। ଏଇଭଳି ଭାବରେ କେତେ ଦେଶ ଭ୍ରମଣ କରିଛି ତୀର୍ଥଯାତ୍ରା ଆଳରେ ପ୍ରଭୁଙ୍କର ଦର୍ଶନ ନିମିତ୍ତ, ପ୍ରଭୁଙ୍କର ସାନ୍ନିଧ୍ୟ ପାଇଁ, ଐଶ୍ୱରିକ ଶକ୍ତିର ପରିଚୟ ପାଇଁ। ଯେଉଁଠୁ କୁହାଯାଉଛି କିନ୍ତୁ କେଉଁଠି ମୁଁ ତାଙ୍କର ସନ୍ଦେଶ ପାଇନାହିଁ, ଖବର ପାଇନାହିଁ। କେଉଁଠି ଈଶ୍ୱରଙ୍କ ବାସସ୍ଥାନ, କେଉଁଠି ଈଶ୍ୱରଙ୍କ ଠିକଣା, କେଉଁଠି ଗଲେ ଈଶ୍ୱର ମିଳିପାରିବେ, ଏଇ କଥା କୁହାଯାଇଛି। ଜଡ଼ ପ୍ରାଣୀ ଉଦ୍ଭିଦ ଏ ସମସ୍ତଙ୍କ ସହିତ ମୁଁ ସମ୍ବନ୍ଧିତ ହୋଇଛି। ତାଙ୍କ ସମ୍ପର୍କରେ ଜାଣିବା ପାଇଁ ବିଭୁ ଚେତନାରେ ବିଭୋର ପଲ୍ଲୀର ରୂପକାର ପଲ୍ଲୀ କବି ନନ୍ଦକିଶୋର। କୁହାଯାଇଛି ଲୋଡ଼ିଲି ମୁଁ ତାଙ୍କୁ କେତେ କେତେ। ଆହୁରି ମଧ୍ୟ କୁହାଗଲା ବିଚିତ୍ର ଲାବଣ୍ୟମୟ ଧରା, କେତେ ସୁନ୍ଦର ଯେଉଁ କୁହାଯାଉଛି କୋଟି କମନୀୟ ରୂପ ଏ ପୃଥିବୀ। ଏ ଋତୁ ପରେ ଋତୁ ପରିବର୍ତ୍ତନ ହୁଏ, କିନ୍ତୁ ଜୀବଜଗତର ସତ୍ତା ଭିତରେ କେଉଁଠି ତାଙ୍କୁ ମୁଁ ଦର୍ଶନ କରିବି ପ୍ରଭୁଙ୍କୁ, ଯେଉଁଠି ବିଚିତ୍ର ଲାବଣ୍ୟମୟ ଧରା ଚିର ନବ ଋତୁ ପରମ୍ପରା। ସବୁବେଳେ ଏଠି ଋତୁ ଆସେ ଏବଂ ଋତୁ ଯାଏ। ପ୍ରତି ଋତୁରେ ଯେଉଁ ରଙ୍ଗ ବଦଳେ ପୃଥିବୀର, ଏ ସୃଷ୍ଟିର, ପ୍ରକୃତିର। ପୂର୍ଣ୍ଣ ଇନ୍ଦୁ ଲୋଳ ସାନ୍ଦ୍ର ଘନ ଇନ୍ଦ୍ରଧନୁ ମଣ୍ଡିତ ଗଗନ। କେତେ ଶୋଭା, କେତେ ଅପରୂପ ଯେଉଁ କୁହାଯାଉଛି ସୌନ୍ଦର୍ଯ୍ୟରେ ଭରପୁର ଏ ସୃଷ୍ଟି, ଏ ପ୍ରକୃତି। ଯେଉଁଠିକି ପୂର୍ଣ୍ଣ ଇନ୍ଦୁ, ପୂର୍ଣ୍ଣ ଚନ୍ଦ୍ର, ଆଉ ମଧ୍ୟ ଚପଳ ଅସ୍ଥିର ପରି ଲୋଳ କୁହାଯାଇଛି। ଚପଳ ଆଉ ଅସ୍ଥିର ଏଠି ସାନ୍ଦ୍ର ଘନ, ଯେଉଁଠି ମେଘ, ଆଉ ଇନ୍ଦ୍ରଧନୁ ଯେଉଁଠି ଖରା ଆଉ ଛାଇ ଆଲୁଅର ଖେଳରେ ଇନ୍ଦ୍ରଧନୁ ସୃଷ୍ଟି ହୁଏ ଆକାଶରେ ବା ନଭମଣ୍ଡଳରେ, ଗଗନରେ କୁହାଯାଇଛି। ଯେଉଁଠି ସୂର୍ଯ୍ୟ ଅଛନ୍ତି, ଚନ୍ଦ୍ର ଅଛନ୍ତି, ତାରକା ଏବଂ ସାଗର ଏ ସମସ୍ତେ ସେଠି ବିଦ୍ୟମାନ। ଗିରି ନଦୀ କାନନ ପ୍ରାନ୍ତର ଏ ସବୁଠି ଅଛି। ମୁଁ ତାଙ୍କୁ ଖୋଜିଛି ଗିରି ନଦୀ କାନନ ଆଉ ପ୍ରାନ୍ତର, ମୁଁ ସବୁଠି ତାଙ୍କର ସାନ୍ନିଧ୍ୟ ଉପଲବ୍ଧି କରିବା ପାଇଁ ଚେଷ୍ଟା କରି ଆସିଛି। ଆହୁରି ମଧ୍ୟ କହିଛନ୍ତି କବି
ପଲ୍ଲବ କୁସୁମ ତରୁଲତା ସମସ୍ତଙ୍କୁ ପୁଛିଲି ବାରତା। ମୁଁ ଖୋଜିଛି ନଦ ନଦୀ ଗିରି କାନନ ପ୍ରାନ୍ତର ସୂର୍ଯ୍ୟ ଚନ୍ଦ୍ର ତାରକା ସାଗର ଯେଉଁ ସବୁଠି ମୁଁ ତାଙ୍କ ସନ୍ଧାନରେ ଅଛି। ସମସ୍ତଙ୍କୁ ମୁଁ ପଚାରିଛି, ପଲ୍ଲବ କଅଁଳିଆ ଡାଳପତ୍ରଙ୍କୁ ପଚାରିଛି, ଫୁଲକୁ ପଚାରିଛି, ତରୁଲତା ଡାଳକୁ ପଚାରିଛି, ସମସ୍ତଙ୍କୁ ତାଙ୍କ ସମ୍ପର୍କରେ ପଚାରିଛି। ଆଉ ମଧ୍ୟ ପକ୍ଷୀର କାକଳିରେ ମୁଁ ମଧ୍ୟ ତାଙ୍କର ସନ୍ଧାନ ନେଇଛି। କୁହାଯାଇଛି ବିହଙ୍ଗମ ମଧୁର ନିସ୍ୱନ ନରନାରୀ ସୁନ୍ଦର ଆନନ ଅବନୀର ଅତୀତ କାହାଣୀ ଜ୍ଞାନୀ କବି ଉପଦେଶ ବାଣୀ। ମୁଁ ସମସ୍ତ ଧର୍ମ ପୁସ୍ତକକୁ ତର୍ଣ୍ଣ ତର୍ଣ୍ଣ କରି ଅଧ୍ୟୟନ ମଧ୍ୟ କରିଛି। ଅନେକ ଜ୍ଞାନୀ ଅନେକ କବିମାନଙ୍କର ସାନ୍ନିଧ୍ୟରେ ମଧ୍ୟ ଆସିଛି। ଏଇ ତ ମୋର ତୀର୍ଥଯାତ୍ରା ତାଙ୍କରି ସନ୍ଧାନରେ ଆତ୍ମା ଭାବେ ପରମାତ୍ମାଙ୍କ ସନ୍ଧାନରେ ନିଶ୍ଚିତ ଭାବରେ ବିଭୁଙ୍କ ସନ୍ଧାନରେ। ଏହା କହୁଛନ୍ତି ଖୋଜି ଖୋଜି ହେଲି ମୁଁ ନିରାଶ ପ୍ରାଣ ମୋର ଉଦାସ ଉଦାସ। ଯେତେବେଳେ ମୋର ଖୋଜିବା ସରିଗଲା ମୁଁ ସମସ୍ତ ପ୍ରକୃତି ପ୍ରିୟ ପ୍ରାଣ ଯେଉଁ କୁହାଯାଉଛି ତାଙ୍କ ସୃଷ୍ଟି ଏହି ଚରାଚର ସମସ୍ତଙ୍କ ସନ୍ଧାନରେ ଆସିଛି। ତରୁ ଲତା କୀଟ ପତଙ୍ଗମ ସମସ୍ତଙ୍କ ମୁଁ ସଂସ୍ପର୍ଶରେ ଆସିଛି ପ୍ରଭୁଙ୍କ ସାନ୍ନିଧ୍ୟ ପାଇବି ବୋଲି କୁହାଗଲା। କିନ୍ତୁ ମୋର ହୃଦୟ ଆଜି ଉଦାସ ଲାଗୁଛି କାରଣ ମୁଁ ନିରାଶର ଚୋରାବାଲିରେ ଥକି ପଡ଼ିଛି ତାଙ୍କରି ସନ୍ଧାନ କରୁ କରୁ। କୁହାଯାଇଛି ନ ପାଇଣ ପ୍ରାଣର ଆଶ୍ରୟ ମନ ହେଲା ପାପ ପଙ୍କମୟ। ପାପ ରୂପକ ପଙ୍କରେ ମନ ଘାଣ୍ଟି ହେଲା। ମୁଁ ସେ ପ୍ରାଣର ଆଶ୍ରୟ ପାଇଲି ନାହିଁ। ମୋ ପ୍ରାଣ ଦେବତା ଯେଉଁ କୁହାଯାଉଛି ଈଶ୍ୱରଙ୍କୁ ମୁଁ ତାଙ୍କର ସନ୍ଧାନ ପାଇଲି ନାହିଁ। କିନ୍ତୁ ଅଚାନକ କାହିଁକି କେଜାଣି କିନ୍ତୁ ଶୁଣି କାହାର ଆହ୍ୱାନ ଧରା ଧୂଳି ଅତୃପ୍ତ ମୋ ପ୍ରାଣ ଅଲକ୍ଷିତେ ବୋଇଲା କେ ଗିର ଖୋଜ ଖୋଜ ହୃଦୟ ମନ୍ଦିର। ହଠାତ୍ ମୁଁ ଯେତେବେଳେ ବିଷାଦବାଦର କବିତା ଗାଉଥିଲି, ଯେତେବେଳେ ପ୍ରଭୁଙ୍କର ସାନ୍ନିଧ୍ୟ ନ ପାଇ ସମଗ୍ର ଜଗତକୁ ଅଣ୍ଡାଳି ପକାଉଥିଲି, କିନ୍ତୁ ମୋ ହୃଦୟ କନ୍ଦର ଭିତରୁ ମୋ ହୃଦୟ ଭିତରୁ ସତେ ଯେମିତି ମୋତେ କେହି ଆହ୍ୱାନ କରୁଥିଲା, ଖୋଜ ତୁମ ହୃଦୟ ମନ୍ଦିରରେ। ଆମେ କହୁଥିଲେ ନା ମୋ ପ୍ରଭୁ ଅଛି ମୋହ ପାଶେ ମୁହିଁ ନ ଜାଣେ ଭ୍ରମ ବସେ। ଆହୁରି ମଧ୍ୟ ଗୋପବନ୍ଧୁ କହିଥିଲେ ନିଜ ଅଭ୍ୟନ୍ତର ଦେଖ ଫେରିଣ ନୟନ। ନିଜର ହୃଦୟ ଭିତରକୁ ଦେଖିବାକୁ ହେବ ଚକ୍ଷୁ ଜ୍ଞାନୀର ଚକ୍ଷୁ ଖୋଲି ଦେଖିବାକୁ ହେବ ଜ୍ଞାନର ଚକ୍ଷୁ ସାହାଯ୍ୟରେ। କିନ୍ତୁ ଯେଉଁ କୁହାଯାଉଛି ଏଇ ଚର୍ମଚକ୍ଷୁରେ ସମ୍ଭବ ନ ହୋଇପାରେ। ଆହୁରି କୁହାଗଲା ବାହାରର ତେଜି ଆଡ଼ମ୍ବର ଖୋଜ ଖୋଜ ହୃଦୟ ମନ୍ଦିର ପ୍ରବେଶ ତୁ ଅନ୍ତରେ ନିଜର ନ ଦେଖିଲେ ହୃଦୟ କନ୍ଦରେ ନ ମିଳିବ ବିଶ୍ୱ ବ୍ରହ୍ମାଣ୍ଡରେ। ଯଦି ନିଜର ହୃଦୟ କନ୍ଦରରେ ତୁମେ ଭଗବାନଙ୍କର ସାନ୍ନିଧ୍ୟ ଉପଲବ୍ଧି ନ କରିବ, ନିଜ ପିଣ୍ଡ ବ୍ରହ୍ମାଣ୍ଡ ଭିତରେ ଯଦି ସେ ତତ୍ତ୍ୱକୁ ତୁମେ ଖୋଜି ନ ପାଇବ, ସମଗ୍ର ଜଗତକୁ ଅଣ୍ଡାଳି ବୁଲିଲେ ପାଇବ ନାହିଁ। ଠିକ୍ କସ୍ତୁରୀ ମୃଗ ଭଳି କସ୍ତୁରୀର ମୃଗ ଯେଉଁ କୁହାଯାଉଛି କସ୍ତୁରୀ ମୃଗର ନାଭିରେ କସ୍ତୁରୀ ସମଗ୍ର ବନଦେଶ ସମଗ୍ର ବନବିତାନ ଚହଟୁ ଥାଏ ଏହି କସ୍ତୁରୀର ବାସ୍ନାରେ। ଅଥଚ କସ୍ତୁରୀ ମୃଗ ଏହି ବାସ୍ନାକୁ ସନ୍ଧାନ କରିବା ପାଇଁ ସମଗ୍ର ଜୀବନକୁ ସାରିଦିଏ, କିନ୍ତୁ ସେ କସ୍ତୁରୀର ସନ୍ଧାନ ସେ ପାଏ ନାହିଁ। ଅଥଚ ତା ନାଭି ଦେଶରେ ଏହି କସ୍ତୁରୀର ସନ୍ଧାନ ଥାଏ। ଠିକ୍ ସେହିଭଳି ଭାବରେ ଆମ ହୃଦୟ ଭିତରେ ଥିବା ଈଶ୍ୱରଙ୍କୁ ଆମେ ଉପଲବ୍ଧି ନ କରି ଆମେ ସମଗ୍ର ସତ୍ତାକୁ ଖୋଜୁଛୁ କାଠ ପାଷାଣ ମୂର୍ତ୍ତି ଦେହରେ ମଣିଷ ତିଆରି ଥିବା ମନ୍ଦିର ଭିତରେ। ନିଶ୍ଚିତ ଭାବରେ କବିଙ୍କର ଉଦ୍ଦେଶ୍ୟ ସାର୍ଥକତା ତୀର୍ଥଯାତ୍ରା ନାମରେ ଏହି କବିତାକୁ ସେ ଚୟନ କରି ଆମ ସାହିତ୍ୟକୁ ଗୌରବାନ୍ୱିତ କରିଛନ୍ତି ଏବଂ ଉପଲବ୍ଧିର ଏକ ସୁନ୍ଦର କବିତାଟିଏ କହିଛନ୍ତି। ଦେଖିଲି ମୁଁ ଅନ୍ତରକୁ ଚାହିଁ ଅନ୍ଧକାର ଛଡ଼ା କିଛି ନାହିଁ। ହୃଦୟକୁ ମୁଁ ଚାହିଁଲି କିନ୍ତୁ ମୁଁ ଦେଖିଲି ହୃଦୟ ଭିତରେ ସବୁ କେବଳ ଅନ୍ଧାର ଆଉ ଅନ୍ଧାର। ସେଠି ଆଲୋକର ଟିକିଏ ସୂକ୍ଷ୍ମ ରେଖା ମଧ୍ୟ ଦେଖାଗଲା ନାହିଁ। ଥିଲା ଯାହା ଜ୍ଞାନ ମୋ ସଞ୍ଚିତ ସଂଶୟ ସେ କଲା ଦ୍ୱିଗୁଣିତ। ଯେଉଁ ଜ୍ଞାନ ମୋ ଦେହରେ ଥିଲା ମୁଁ ଈଶ୍ୱରଙ୍କ ସାନ୍ନିଧ୍ୟରେ ଆସିବି, ମୋ ହୃଦୟ ଭିତରେ ପିଣ୍ଡ ବ୍ରହ୍ମାଣ୍ଡ ଭିତରେ ଈଶ୍ୱରଙ୍କୁ ସନ୍ଧାନ କରିବି, ଖୋଜିବି, ପାଇବି, କିନ୍ତୁ ନୈରାଶ୍ୟରେ ମୁଁ ଜର୍ଜରିତ ହେଲି। ମୋର ସନ୍ଦେହ ଦ୍ୱିଗୁଣିତ ହୋଇଗଲା। ନୈରାଶ୍ୟରେ ଜର୍ଜରିତ ପ୍ରାଣ ହେଲା ପୁଣି ଦୁଃଖ ମ୍ରିୟମାଣ। ସଂସାରର ସୁଖ ସଖ୍ୟ ଜ୍ଞାନ ପ୍ରାଣେ ଶାନ୍ତି ନ କଲା ପ୍ରଦାନ। ସଂସାରର ଯାବତୀୟ ସୁଖ ମୋତେ ଦୁଃଖ ଭଳି ପ୍ରତାୟମାନ ହେଲା। ଈଶ୍ୱରଙ୍କ ସନ୍ଧାନ ନା ବାହ୍ୟ ଜଗତରେ ପାଇଲି ନା ଅଭ୍ୟନ୍ତରରେ ପାଇଲି। କେବଳ ସନ୍ଧାନ କରି କରି ଜୀବନର ଅବଶିଷ୍ଟ ସମୟ ଚାଲିଯିବାକୁ ବସିଲାଣି। କବି ନିଜ ଉପରୁ ବିଶ୍ୱାସ ହରାଇଲେ, ହତାଶ ବୋଧରେ ଜୀବନ ବିତାଇଲେ। ଏହା ମଧ୍ୟ କବିଙ୍କ ପାଇଁ ଏକ ତୀର୍ଥଯାତ୍ରା ଯେଉଁଠି ତାଙ୍କର ଉଦ୍ଦେଶ୍ୟ ସଫଳ ହେଉନାହିଁ କୁହାଯାଇଛି। ଆହୁରି ମଧ୍ୟ କୁହାଗଲା ଶୁଣିଲି ମୁଁ ଅଜ୍ଞାତେ ଆଦେଶ ଶୁଦ୍ଧ କର ହୃଦୟ ପ୍ରଦେଶ
ପବିତ୍ର ନ କଲେ ପ୍ରାଣ ମନ ପାପୀ ସତ୍ୟ ନ କରେ ଦର୍ଶନ। ଯିଏ ପାପୀ ସେ ସତ୍ୟକୁ ଦର୍ଶନ କରିପାରିବ ନାହିଁ। ଅଜ୍ଞାତରେ ମୋତେ କିଏ ଯେମିତି ଆଦେଶ ଦେଲେ ତୁମକୁ ଶୁଦ୍ଧ କରିବାକୁ ହେବ, ତୁମର ହୃଦୟ ପ୍ରଦେଶକୁ ତୁମର ହୃଦୟକୁ ଶୁଦ୍ଧ କରିବାକୁ ପଡ଼ିବ, ନିଶ୍ଚିତ ଭାବରେ ପବିତ୍ର କରିବାକୁ ପଡ଼ିବ। ପବିତ୍ର ଯଦି ପ୍ରାଣକୁ ନ କରିବ କେବେ ପାପୀମାନେ ସତ୍ୟକୁ ଦର୍ଶନ କରିପାରନ୍ତି ନାହିଁ, କାରଣ ସେ ପାପ ପଙ୍କରେ ବୁଡ଼ିଥାନ୍ତି। ମନ ରିପୁ କବଳୁ ବାହାର କରିବା ତ ବିଷମ ବ୍ୟାପାର। ମନ ରିପୁ, ମନ ଭିତରେ ନାନା ଆଶା, ନାନା ଆଶଙ୍କା, ନାନା ପାପ ନିଶ୍ଚିତ ଭାବରେ ରହିଛି। ଏ ମନ ସତେ ଯେମିତି ଏକ ବେଗବତୀ ନଦୀ, ସେ ଭାସିଯାଏ କେଉଁଠିକି କେତେ ପାପ କେତେ ପୁଣ୍ୟ ଭିତର ଦେଇ ଗତି କରୁଥାଏ। ଅଥଚ ମନ ରିପୁ ଅର୍ଥାତ୍ ଶତ୍ରୁ ଯେଉଁ କୁହାଯାଉଛି ତା କବଳରୁ ବାହାରକୁ ବାହାରିବା ନିଶ୍ଚିତ କାଠିକର ବ୍ୟାପାର। ଏହା କବିଙ୍କର ମତ। କରିବା ତ ବିଷମ ବ୍ୟାପାର, ବିଷମ ସଂଗ୍ରାମୀ ପରାଜିତ, ବାରମ୍ବାର ହେଲୋଇଁ ବ୍ୟଥିତ। ମୁଁ ବାରବାର ଯୁଦ୍ଧ କରୁଛି ଏହି ରିପୁମାନଙ୍କ ସହିତ ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ। ବାହ୍ୟ ଜଗତରେ ମୋ ଅଭ୍ୟନ୍ତର ଜଗତରେ ଯେଉଁ କୁହାଯାଉଛି ମୋ ପିଣ୍ଡ ବ୍ରହ୍ମାଣ୍ଡ ଭିତରେ, ପିଣ୍ଡ ଭିତରେ ମୁଁ ବ୍ରହ୍ମାଣ୍ଡକୁ ଦେଖିବାର ଯେଉଁ ପ୍ରତିଶ୍ରୁତି ମୋତେ କିଏ ଆଦେଶ ଦେଇଛି, କିନ୍ତୁ ସବୁଠି ମୁଁ କେବଳ ବ୍ୟଥା ଆଉ ବ୍ୟଥିତ ହେଇଛି, ନିରାଶାବାଦ ଭିତରେ ବୁଡ଼ି ରହିଛି। ଏହା କୁହାଯାଇଛି ବୋଇଲି ବିକଳେ କୃପା କରି ତାର ମୋତେ ପାପ ପଙ୍କୁ ହରି। ତେଣୁ ମୁଁ ଯେତେବେଳେ କୌଣସି ଆଶ୍ରୟ ନ ପାଇଲି, ବିକଳରେ ମୁଁ କୃପା କର ବୋଲି ଈଶ୍ୱରଙ୍କୁ ଡାକିଲି। ବୋଇଲି ବିକଳେ କୃପା କରି ତାର ମୋତେ ପାପ ପଙ୍କୁ ହରି। ହେ ହରି, ଏ ପାପ ପଙ୍କରୁ ମୋତେ ଉଦ୍ଧାର କର, କୃପା କରି ଦୟାକରି। ନିଶ୍ଚିତ ଭାବରେ ମୋ ଆତ୍ମା ଚିତ୍କାର କଲା। ମୋ ହୃଦୟ ଭିତରୁ ଏଇ କଥା ହିଁ ବାହାରି ଆସିଲା। କୁହାଯାଇଛି ହେଲାରୁ ମୋ ଗରବ ଗଞ୍ଜନ, ଅହଙ୍କାର ମାନ ବିନାଶନ, ଶୁଭକ୍ଷଣେ ଦୟାମୟ ହରି, ଦେଲେ ପଥ ପରିଷ୍କାର କରି। ଯେତେବେଳେ ଏଇ ଅହମିକା, ଏଇ ଅହଙ୍କାର, ଏଇ ପାପ ଏବଂ ମୋ ମନ ଭିତରେ ଥିବା ଯେଉଁ କୁହାଯାଉଛି ଗର୍ବ ଆଉ ଗ୍ଲାନି ଯେତେବେଳେ ଭରପୁର ଥିଲା, ସେତେବେଳେ ମୋତେ ଈଶ୍ୱର ଦର୍ଶନ ମିଳୁନଥିଲା। ସେତେବେଳେ ମୁଁ କୌଣସି ଐଶ୍ୱର୍ଯ୍ୟ ସତ୍ତାକୁ ଅନୁଭବରେ ଆଣିପାରୁନଥିଲି। ଆଉ ଯେତେବେଳେ ମୁଁ ଦୁଇ ହାତ ଯୋଡ଼ି ପ୍ରାର୍ଥନା କଲି ମୋତେ ଏ ପାପ ପଙ୍କରୁ ଉଦ୍ଧାର କର, ମୋ ଚିତ୍ତକୁ ଶୁଦ୍ଧ କର, ନିର୍ମଳ କର ହେ ଭଗବାନ, ସେତେବେଳେ ନିଶ୍ଚିତ ଭାବରେ ମୋ ଅହଙ୍କାର ବିନାଶ ହୋଇଗଲା। ଶୁଭକ୍ଷଣରେ ଦୟାମୟ ହରି ମୋ ପଥକୁ ପରିଷ୍କାର କରିଦେଲେ। ଏହା କୁହାଯାଇଛି। ପୁଣି କୁହାଗଲା ଛିଣ୍ଡିଗଲା ସଂଶୟ ବନ୍ଧନ, ମୋହଧ୍ୱାନ୍ତ କଲା ପଳାୟନ। ଧ୍ୱାନ୍ତ ଧୂଆଁ ଯେଉଁ କୁହାଯାଉଛି, ସବୁ ସଂଶୟ, ସବୁ ବନ୍ଧନ, ସବୁ ମୋହମାୟା ଛିଡ଼ିଗଲା ଏବଂ ସମସ୍ତ ଅଶାନ୍ତି ମାୟା ମୋ ଠାରୁ ଖୁବ୍ ଦୂରକୁ ପଳେଇଲେ। ଦେଖିଲି ପଙ୍କରେ ପଦ୍ମ ପରି, ପ୍ରାଣ ମଧ୍ୟ ବିରାଜନ୍ତି ହରି। ପଙ୍କ ବୋଲି କହିଲେ ମନ ବିଷେଇ ଯାଏ, ଅଥଚ ପଙ୍କରୁ ଜନ୍ମ ହୋଇଥିବା ପଙ୍କଜ ସମଗ୍ର ଜନଜଗତର ଚିତ୍ତକୁ ହରଣ କରୁଛି, ଚିତ୍ତବିତ୍ତକୁ ହରଣ କରୁଛି ଏବଂ ସେ ଦିବାକର ପ୍ରିୟା ହୋଇପାରୁଛି, ସେ ପ୍ରଭାକର ପ୍ରିୟା ହୋଇପାରୁଛି, ସେ କମଳାଙ୍କ ପାଇଁ ଆସନ ହୋଇପାରୁଛି, ଆଉ ପ୍ରଭୁଙ୍କ ପାଇଁ ଶଙ୍ଖଚକ୍ର ଗଦାପଦ୍ମ ତାଙ୍କ ହାତରେ ସୁନ୍ଦର ଭାବେ ଶୋଭା ପାଉଛି ଏଇ ପଙ୍କଜ। ତେଣୁ ପାପ ପଙ୍କରେ ଏଇ ପଙ୍କଜ କେମିତି ଫୁଟିଲା? ପ୍ରାଣ ମଧ୍ୟ ବିରାଜନ୍ତି ହରି। ମୁଁ ଦେଖିଲି ମୋ ହୃଦୟ ଭିତରେ ହରି ବିରାଜମାନ କରିଛନ୍ତି, ଭଗବାନ ବିରାଜମାନ କରିଛନ୍ତି। ମୁଁ ଆଜି ସତ୍ୟର ସନ୍ଧାନ ପାଇଛି। ଏହା ସେ କହୁଛନ୍ତି ଜ୍ଞାନ ପ୍ରେମ ପୁଣ୍ୟ ରୂପୀ ହରି, ଦିଅନ୍ତି ମୋ ପାପ ଧୌତ କରି। ଯେ ଜ୍ଞାନ ରୂପରେ, ପ୍ରେମ ରୂପରେ, ଏଇ ପୁଣ୍ୟମୟ ରୂପରେ ହରି ମୋ ହୃଦୟରୁ ସମସ୍ତ ପାପ ତାପ, ପାପ ପଙ୍କକୁ ଦୂରୀଭୂତ କରିଦେଉଛନ୍ତି। ସାରା ସୃଷ୍ଟି କରି ସଞ୍ଜୀବିତ ଅଛନ୍ତି ଅନନ୍ତ ବିରାଜିତ। ସେ ଅନନ୍ତ ଯାହାଙ୍କର ଅନ୍ତ ନାହିଁ, ଆଦି ନାହିଁ କି ଅନ୍ତ ନାହିଁ, ଯେ ଆରମ୍ଭ ନୁହନ୍ତି, ଯେ ଶେଷ ନୁହନ୍ତି, ଏଇ ହରି ଯେ ମୋ ହୃଦୟ ଭିତରେ ବିରାଜିତ ଅଛନ୍ତି, ସେ ଲୀଳାମୟ ପ୍ରଭୁ। ନିଶ୍ଚିତ ଭାବରେ କୁହାଯାଇଛି କାହିଁ ଗଲେ କହି ପାଶେ ଥାଇ ଦେଖି ନ ପାରଇ। ଆମେ ଚତୁର୍ଦିଗରେ ଯାହାଙ୍କ ସନ୍ଧାନ କରୁ ସେ କେଉଁଠି ଅଛନ୍ତି। ତୀର୍ଥଯାତ୍ରାର ଆବଶ୍ୟକତା ଅଛି। ଆମେ ଦୂର ଦେଶ ଯାଉଛୁ, ତୀର୍ଥଯାତ୍ରା କରୁଛୁ, ଭଗବାନଙ୍କ ମନ୍ଦିରକୁ ଯାଉଛୁ, ମସଜିଦକୁ ଯାଉଛୁ, ଗିର୍ଜାକୁ ଯାଉଛୁ, ଗୁରୁଦ୍ୱାରକୁ ଯାଉଛୁ, ଅଥଚ ନିଜ ହୃଦୟକୁ ପରିଷ୍କାର କରୁନାହୁଁ। ନିଜ ହୃଦୟ ଭିତରେ ଯେ ଅନାଦି ପରମ ଈଶ୍ୱର ବିରାଜିତ, ତାହାର ସାନ୍ନିଧ୍ୟ ଆମେ ଲାଭ କରିପାରୁନାହୁଁ। ଅଥଚ ପାପ ପଙ୍କରେ ବୁଡ଼ି ବାହ୍ୟ ଆଡ଼ମ୍ବରରେ ଆମେ ଜୀବନଯାପନ କରୁଛୁ। ଏହା କଥା କୁହାଯାଇଛି ନିଜ ଚିତ୍ତକୁ ଶୁଦ୍ଧ କରିବାକୁ ହେବ, ନିଜ ଚିତ୍ତକୁ ନିର୍ମଳ କରିବାକୁ ହେବ। ନିଶ୍ଚିତ ଭାବରେ ପାଶେ ଥାଇ ଦେଖି ନ ପାରଇ, କାହିଁ ଗଲେ କହି। ଘନ ବନେ କୁସୁମ ଯେସନ, ବିକଶିଣ ପ୍ରମୋଦେ କାନନ, ଭୃଙ୍ଗ ସେହି ମଧୁଗନ୍ଧେ ମତ, ଧନ୍ଦି ହେଉଥାଏ ଇତସ୍ତତଃ। କୁହାଗଲା ଯେ ଏଇ ଘନ ବନେ, ଘଞ୍ଚ ଜଙ୍ଗଲ ଭିତରେ କୁସୁମ ଅର୍ଥାତ୍ ଫୁଲ ଫୁଟେ। ଘଞ୍ଚ ବନାନୀ ଯେଉଁ ବିତାନ ମଧ୍ୟରେ
ଘୋର ଜଙ୍ଗଲ ମଧ୍ୟରେ ଫୁଲ ଫୁଟେ ଆଉ ସେ ବିକାଶ ଲାଭ କରେ। ତାର ସୁବାସରେ ସମଗ୍ର ଚତୁର୍ଦିଗକୁ ମହକେଇ ଦିଏ। ଭୃଙ୍ଗ ଯିଏକି ଭ୍ରମର, ସେଇ ଫୁଲକୁ ଚୁମିବା ଆଶାରେ, ମଧୁ ସଂଗ୍ରହ ଆଶାରେ ସମଗ୍ର ଜଙ୍ଗଲକୁ ସାରିଦିଏ ବୁଲି ବୁଲି ଖୋଜି ଖୋଜି କେଉଁଠି ଫୁଲର ସୁଗନ୍ଧ ଆସୁଛି। ଅଥଚ ଜୀବନ ସାରା ଖୋଜିବା ତାର ସରେନି। ମଣିଷ ଆଉ କ'ଣ କି? ମଣିଷ ହିଁ ସେଇଆ। ନିଜ ଅନ୍ତରାତ୍ମାରେ ଥିବା ଭଗବାନଙ୍କୁ ଉପଲବ୍ଧି ନ କରି ସେ ବାହ୍ୟ ଜଗତରେ ଖୋଜି ବୁଲୁଥାଏ ଏଇ ଐଶ୍ୱର୍ଯ୍ୟ ସତ୍ତାକୁ। ସୁନ୍ଦର କବିତା ତୀର୍ଥଯାତ୍ରା। ସେହିପରି ମୋର ଏ ହୃଦୟ, ତାଙ୍କ ପାଇଁ ହୁଅଇ ଅଥୟ। ସେଏଡ଼େ ନିଷ୍ଠୁର ପ୍ରଭୁ ଯେବେ, ବ୍ୟାକୁଳିତ ପ୍ରାଣ କିମ୍ବା ତେବେ। କୁହାଯାଉଛି ଯେଉଁ ପ୍ରଭୁ କେବେ ଆସନ୍ତି, କେବେ ଉଭେଇ ଯାଆନ୍ତି, କେବେ ଦେଖା ଦିଅନ୍ତି, କେବେ ପୁଣି ଦୂରେଇ ଯାଆନ୍ତି। ଏଇଭଳି ଭାବରେ ସେ ମାୟା କରନ୍ତି ଭକ୍ତଙ୍କ ପାଖରେ ଭଗବାନ। ତେଣୁ ଏଡ଼େ ନିଷ୍ଠୁର କାହିଁକି? ମୁଁ କାହିଁକି ତାଙ୍କୁ ଭଜନ କରିବି? କବିଙ୍କ ମନରେ ନିଶ୍ଚିତ ଭାବରେ ଆସିଛି ବିଯୋଗ ଭାବନା। ନିରାଶେ ବିଷୟ ବିଷ ପିଇ, ପାଞ୍ଚ ଦିନ ଯିବି ଯି। ଏଇ ଯେଉଁ କୁହାଯାଉଛି ନିରାଶର ବିଷୟର ବିଷ, ବିଷୟ ଏକ ବିଷ। ଲୋଭ ମୋହ ସଂସାରର ଯାବତୀୟ ପାର୍ଥିବ ସୁଖ ଏସବୁ ବିଷତୁଲ୍ୟ। ତେଣୁ କିଛି ଦିନ ବଞ୍ଚିଯିବା ଆଳରେ ଆମେ ଏଇ ସୁଖ ସମୃଦ୍ଧି ପଛରେ ଧାଇଁ ଥାଉ ସାରା ଜୀବନ। କୁହାଯାଇଛି ବିଷପାନେ ପ୍ରାଣ କଲବଲ, ଏ ସଂସାର ନ ଲାଗଇ ଭଲ। କିନ୍ତୁ ପ୍ରଭୁ କିମ୍ପାଇଁ କେଜାଣି ନିଅନ୍ତି ଡୋରରେ ପୁଣି ଟାଣି। ଅଥଚ ସେ ଲୁଚକାଳି ଖେଳନ୍ତି, ସେ ଭକ୍ତ ସହିତ ପରୀକ୍ଷା କରନ୍ତି। କେବେ ମୋହମାୟାରେ ଭକ୍ତ ଜଡ଼ିତ ହୋଇଯାଏ। ସାଂସାରିକ ଲୋଭ ମୋହ ମାୟା ପୁତ୍ର କନ୍ୟା ଏଇ ଯେଉଁ ପାର୍ଥିବ ଭୋଗବିଳାସରେ ଜଡ଼ିତ ହୋଇଯାଏ। ଅଥଚ ପ୍ରଭୁ ସେତେବେଳେ ଖୁବ୍ ଦୂରକୁ ଚାଲିଯାଆନ୍ତି। ଯେତେବେଳେ ସମଗ୍ର ମୋହମାୟାକୁ ପରିତ୍ୟାଗ କରି ଦୁଇ ହାତକୁ ଊର୍ଦ୍ଧ୍ୱକୁ ପ୍ରସାରିତ କରି ମୋତେ କୃପା କର, ମୋତେ ରଖ, ମୁଁ କେବଳ ଶୂନ୍ୟ, ତମେ ହିଁ ପୂର୍ଣ୍ଣ ଯଦି ଏହା କୁହାଯାଏ, ଈଶ୍ୱର ପୁଣି ଧାବମାନ ହୋଇ ଆସନ୍ତି, କୋଳେଇ ନିଅନ୍ତି। ଏହା କୁହାଯାଇଛି ପାଇ ତାଙ୍କ ଦିବ୍ୟ ସୁଧାସ୍ୱାଦ, ଭୁଲିଯାଏ ସକଳ ବିଷାଦ। ଯେତେବେଳେ ସେ କୋଳେଇ ନିଅନ୍ତି ତାଙ୍କର ଏଇ ଅପୂର୍ବ ସାନ୍ନିଧ୍ୟ ପାଇଲା ପରେ, ତେଣୁ ସମଗ୍ର ଜଗତ ସ୍ୱାଦିଷ୍ଟ ମନେ ହୁଏ, ଅମୃତ ଭଳି ମନେ ହୁଏ। ଏହା କୁହାଯାଉଛି ପାଶୋର ଏଇ ସଂସାରର ଦୁଃଖ, ଦୁଃଖୀ ମୁହିଁ ଭୁଞ୍ଜେ କେତେ ସୁଖ। ଏହିପରି ଜୀବ ଆତ୍ମା ସଙ୍ଗେ, ଲୀଳା କରୁଛନ୍ତି ହରି ରଙ୍ଗେ। ବାସ୍ତବ ଚିତ୍ର ଏଠାରେ ଦଣ୍ଡାୟମାନ। କୁହାଯାଇଛି ପାଶୋର ଏଇ ସଂସାରର ଦୁଃଖ, ଦୁଃଖୀ ମୁହିଁ ଭୁଞ୍ଜେ କେତେ ସୁଖ। ମୁଁ ଦୁଃଖୀଟିଏ, ଅଥଚ ନୀତିନୀତି ଈଶ୍ୱରଙ୍କ ନାମରେ ଅନେକ ସୁଖ ଭୁଞ୍ଜିବାରେ, ଅନେକ ସୁଖକୁ ଭୋଗ କରିବାରେ ମୁଁ ବ୍ୟସ୍ତ ଏବଂ ସକଳ ବିଷାଦକୁ ମଧ୍ୟ ମୁଁ ପାଶୋରି ଦିଏ ଏଇ ପ୍ରଭୁଙ୍କୁ ପାଇବା ଆଶାରେ। ଏହିପରି ଜୀବ ଆତ୍ମା ସଙ୍ଗେ, ଲୀଳା କରୁଛନ୍ତି ହରି ରଙ୍ଗେ। ତୀର୍ଥଯାତ୍ରା ଲାଗିଅଛି ସଦା, ସ୍ୱଭାବ ନିର୍ମାଲ୍ୟ ଗଦା ଗଦା। ଏଠି ନିର୍ମାଲ୍ୟ କୁହାଯାଉଛି ଯେଉଁ ନିର୍ମାଲ୍ୟ କଣିକାଏ ପାଇଲେ ମୁକ୍ତିର ଦ୍ୱାର ଉନ୍ମୋଚିତ ହୋଇଯାଏ। ମଣିଷ ପାଇଁ ଏହି ସ୍ୱଭାବ ନିର୍ମାଲ୍ୟ ଗଦା ଗଦା ମିଳିଯାଏ। ଭକ୍ତକୁ, ମଣିଷକୁ ଯେ ପ୍ରଭୁ ପାଇଁ କାନ୍ଦେ, ଆଖିରୁ ଲୁହ ଗଡ଼ାଏ, ତାଙ୍କ ପାଇଁ କଷ୍ଟ କରେ, ସାରା ଜୀବନ ତାଙ୍କୁ ଧ୍ୟାନ କରେ। ଏଇ ତ କଥା କୁହାଯାଇଛି ଅଜ୍ଞାନ ମୁଁ ଧରି ହରି ନାମ, ବାହାରିଛି ଜଗନ୍ନାଥ ଧାମ। ଏଇ ତ ତୀର୍ଥଯାତ୍ରା। ମୁଁ ଅଜ୍ଞାନ, କେବଳ ହରିନାମ ହିଁ ମୋର ଆଶ୍ରା। ମୁଁ ଗୋପୀ ଭାବନାରେ, ଯେଉଁ କୁହାଯାଉଛି କିଛି ଜାଣେ ନାହିଁ, କେବଳ ହରିନାମ ଧରି ମୁଁ ବାହାରିଛି ଜଗନ୍ନାଥ ଧାମକୁ, ଶ୍ରୀକ୍ଷେତ୍ରକୁ, ସେ ପ୍ରଭୁଙ୍କ ସାନ୍ନିଧ୍ୟ ପାଇବା ପାଇଁ। ଧର୍ମ ବଡ଼ଦାଣ୍ଡେ ଯାହା ବିକା, ଏ ଧର୍ମ ବଡ଼ଦାଣ୍ଡ ଆଉ କିଏ କି? ନିଜ ହୃଦୟ, ଯେଉଁ କୁହାଯାଉଛି ହୃଦୟ ଭିତରେ ବିରାଜିତ ଏଇ ମନ୍ଦିର ଶ୍ରୀକ୍ଷେତ୍ର, ଯେଉଁ କୁହାଯାଉଛି ନୀଳାଚଳ ନାଥ ବିରାଜିତ ଅଛନ୍ତି, ସେହି ଧର୍ମ ବଡ଼ଦାଣ୍ଡରେ ଯାହା ବିକାଯାଉଛି କବଲ୍ୟ କଣିକା ନିର୍ମାଲ୍ୟ, ସାଉଁଟୁଛି ନିର୍ମାଲ୍ୟ କଣିକା। ନିର୍ମାଲ୍ୟରେ ନାହିଁ ତ ବାରଣ, କରପ୍ରିୟ ଏହାକୁ ଗ୍ରହଣ। ନିର୍ମାଲ୍ୟ, ଯେଉଁ ନିର୍ମାଲ୍ୟ ଚଣ୍ଡାଳ ହାତରୁ ବ୍ରାହ୍ମଣ ଛଡ଼େଇ ଖାଏ, ଏଠି ପାପତାପ ସକଳ ଧ୍ୱଂସ ହୋଇଯାଏ। ସେହି ନିର୍ମାଲ୍ୟରେ ବାରଣ ନାହିଁ, ତେଣୁ କରପ୍ରିୟ ଏହାକୁ ଗ୍ରହଣ। ହେ ପ୍ରିୟ, ଏହାକୁ ଗ୍ରହଣ କରିବା ହୁଅନ୍ତୁ। ବାସ୍ତବିକ ଏ କବିତା ତୀର୍ଥଯାତ୍ରା ତାର ନାମକୁ ସାର୍ଥକ କରିଛି। ପଲ୍ଲୀ କବି, ପଲ୍ଲୀର ରୂପକାର, ପଲ୍ଲୀ ପ୍ରାଣ ନନ୍ଦକିଶୋର ବଳଙ୍କର ଏକ ସୁନିର୍ବାଚିତ ନିର୍ମାଲ୍ୟ ପୁସ୍ତକର ପ୍ରଥମ କବିତା ଏହି ତୀର୍ଥଯାତ୍ରା। ବିଶେଷ କରି ଏହା ମଣିଷ ହୃଦୟରେ ଥିବା ଦେବତା, ମଣିଷ ହୃଦୟରେ ଥିବା ଯେଉଁ କୁହାଯାଉଛି ପରମାତ୍ମା ବିଦ୍ୟମାନ, କିନ୍ତୁ ସେ ବାହ୍ୟ ଜଗତରେ କସ୍ତୁରୀ ମୃଗ ପରି ଖୋଜି ବୁଲେ କସ୍ତୁରୀର ସୁଗନ୍ଧ। ଅଥଚ ନିଜ ହୃଦୟ ଭିତରେ ସୁନ୍ଦର ମନ୍ଦିରଟିଏ ଅଛି, ଯାହାକୁ ଆମେ ଦେଖି ମଧ୍ୟ ଦେଖିପାରୁନାହୁଁ। ସେଥିପାଇଁ କୁହାଯାଉଛି ଆତ୍ମା ଆଉ ପରମାତ୍ମାର ସୁନ୍ଦର ମିଳନ ଘଟିଛି। ଏକ ଆଧ୍ୟାତ୍ମିକ ଚେତନାର କବିତା ପଲ୍ଲୀ କବି ନନ୍ଦକିଶୋର ବଳଙ୍କ ରଚନାରେ ଉକୁଟି ଉଠିଛି ଏହି ନିର୍ମାଲ୍ୟ କବିତା ପୁସ୍ତକରେ। ବାସ୍ତବିକ କବିଙ୍କୁ ଅୟୁତ ପ୍ରଣାମ।